ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବସ୍କ ପାଠରେ ସ୍ୱାଗତ କରୁଅଛି। ଚାଲନ୍ତୁ ଆମେ ଏହି ସପ୍ତାହର ପାଠ ଆରମ୍ଭ କରିବା। ଏହି ସପ୍ତାହର ପାଠ ହେଉଛି ଅନ୍ଧକାରରେ ଆଲୋକର ଜ୍ୟୋତି, ଯାହା ଇଂରାଜୀରେ ଆମେ ଦେଖୁଅଛୁ କି ଲାଇଟ୍ ସାଇନ୍ସ ଇନ୍ ଦ ଡାର୍କନେସ୍, ଅନ୍ଧକାରରେ ଆଲୋକର ଜ୍ୟୋତି। ଯେପରିକି ଏହି 3 ମାସରେ ଆମେ ଆଲୋଚନା କରୁଛୁ ମହାନ ସଂଘର୍ଷ ବିଷୟରେ। ତାହେଲେ ଚାଲନ୍ତୁ ଏହା ଆରମ୍ଭ କରିବା ପୂର୍ବେ ଆମେ ସେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଜଣାଉଛୁ ବର୍ତ୍ତମାନ ଯେଉଁ ସମୟମାନଙ୍କୁ ଦେଇଅଛ ତୁମ ସେହି ସାବସ୍କୁଲ ପାଠ ପଢ଼ିବା ପାଇଁ, ଏହା ଜାଣିବା ପାଇଁ, ଏହା ବୁଝିବା ପାଇଁ, ଯେପରିକି ସେହି ମହାନ ସଂଘର୍ଷ ବିଷୟରେ ଆମେ ଜାଣିପାରିବୁ, ଯେପରିକି ଏହି ଅନ୍ଧକାର ପାପମୟ ଅନ୍ଧକାର ଦୁନିଆରୁ ସେହି ଜ୍ୟୋତିକୁ ଆସିପାରିବୁ, ସେହିପରି ଆମମାନଙ୍କୁ ସାହାଯ୍ୟ କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ମୁଁ ଆଶା କରୁଛି ଆମ ଓଡ଼ିଆ ସାବସ୍କ ପାଠ ଆପଣମାନଙ୍କୁ ଆଧ୍ୟାତ୍ମିକ ରୂପେ ଆଶୀର୍ବାଦ କରୁଅଛି। ଆପଣଙ୍କ ସମ୍ପର୍କ ପରମେଶ୍ୱରଙ୍କ ସମ୍ପର୍କରେ ଏକ ଘନିଷ୍ଠ ରୂପେ ଗଠିତ ହେଉଅଛି। ମୁଁ ଆଶା କରୁଛି ଈଶ୍ୱରଙ୍କ ବିଷୟରେ ଆପଣମାନେ ଜାଣୁଛନ୍ତି ଆଉ ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି। ତାହେଲେ ଚାଲନ୍ତୁ ବିଳମ୍ବ ନ କରି ଆମ ଏହି ସାବସ୍କୁଲ ପାଠ ଆରମ୍ଭ କରିବା, ବିଶେଷ ଭାବରେ ଆଜିର ଆଲୋଚନା ବିଷୟରେ ବା ଏହି ସପ୍ତାହର ପାଠ ବିଷୟରେ ଆମେ ଆଲୋଚନା କରିବାକୁ ଯାଉଛୁ, ଯାହାକି ଅନ୍ଧକାରରେ ଆଲୋକର ଜ୍ୟୋତି। ଅନ୍ଧକାରରେ ଆଲୋକର ଜ୍ୟୋତି। ଆଉ ଏହି ସପ୍ତାହର ସ୍ମରଣୀୟ ପଦ ହେଉଛି ଜହନ ତାର 12:35 ଆମେ ଦେଖୁଅଛୁ। ସେଠି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହନ୍ତି କି ଅଳ୍ପ ସମୟ ମାତ୍ର ଜ୍ୟୋତି ତୁମମାନଙ୍କ ମଧ୍ୟରେ ଅଛି ବା ଥିବ, ଆଉ ଅନ୍ଧକାର ଯେପରି ତୁମମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମମାନଙ୍କ ନିକଟରେ ଜ୍ୟୋତି ଥାଉ ଥାଉ ଗମନାଗମନ କର ବୋଲି ଆପଣା ଶିଷ୍ୟମାନଙ୍କୁ କହୁଛନ୍ତି। କାରଣ ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଛି ତାହା ଜାଣେ ନାହିଁ। ଏହିପରି ଜହନ 12:35 ଆମେ ଦେଖୁଛୁ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତି ତୁମମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମମାନଙ୍କ ନିକଟରେ ଜ୍ୟୋତି ଥାଉ ଥାଉ ଗମନାଗମନ କର। ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଛି ତାହା ଜାଣେ ନାହିଁ। ବନ୍ଧୁ, ଯୁଦ୍ଧ ଦ୍ୱାରା ଯୁଦ୍ଧ ଜିତିଥାଏ, ଯୁଦ୍ଧ ହରିଥାଏ, ଏହା ସାଧାରଣ କଥା। ଯେତେବେଳେ ଶୈତାନ ନିର୍ଯାତନାର ଯୁଦ୍ଧରେ ହାରିଗଲା, ସେ ଏକ ନୂତନ ଯୋଜନା ପ୍ରସ୍ତୁତ କଲେ, ଯାହା ଆମେ ଇଂରାଜୀରେ କହୁଛୁ ବୁଝାମଣା ବା କମ୍ପ୍ରୋମାଇଜ ବା ସାଲିସ କଲେ। ତାହା ହେଉଛି ସତ୍ୟ ଓ ମିଛର ମିଶ୍ରଣ। ଏକ ଅପ୍ରମାଶିତ ପ୍ରାଣହୀନ ସତ୍ୟକୁ ଗ୍ରହଣ କରିବାକୁ ଲକ୍ଷ ଲକ୍ଷ ଲୋକଙ୍କୁ ଟାଣି ନେଇଛି। ଏହା ଶୈତାନର ଯୋଜନା। ଏହି ଯୁଦ୍ଧରେ ଆମର ଏକମାତ୍ର ସୁରକ୍ଷା ହେଉଛି ସତ୍ୟ ଏବଂ ଜୀବନ। ଏକମାତ୍ର ସୁରକ୍ଷା ତାହା ହେଉଛି ସତ୍ୟ ଏବଂ ଜୀବନ। ଏବଂ ଈଶ୍ୱରଙ୍କର ପବିତ୍ର ବାକ୍ୟକୁ ଆମେ ଆଲିଙ୍ଗନ କରିବା ଉଚିତ, ଯେହେତୁ ସେହି ବାକ୍ୟ ହିଁ ଆମମାନଙ୍କୁ ଜୀବନ ପ୍ରଦାନ କରିପାରିବ। ସେହି ବାକ୍ୟ ହିଁ ଆମମାନଙ୍କୁ ସତ୍ୟ ପ୍ରଦାନ କରିପାରିବ। ସେହି ବାକ୍ୟ ହିଁ ଆମମାନଙ୍କୁ ସେହି ସତ୍ୟ ପଥ ରାସ୍ତାରେ ନେଇପାରିବ। ସେହି ବାକ୍ୟ ହିଁ ଆମମାନଙ୍କୁ ସ୍ୱର୍ଗକୁ ନେଇପାରିବ। ଏଥିଯୋଗୁଁ ଆମର ସୁରକ୍ଷା ହେଉଛି ସତ୍ୟ
ଓ ଜୀବନ ଏବଂ ତାଙ୍କର ପ୍ରେରିତ ବାକ୍ୟ ଆଉ ଯୀଶୁ ଯିଏକି ଆମମାନଙ୍କ ପାଇଁ କୃଷରେ ହତ ହୋଇଥିଲେ। ବିଶେଷ ଭାବରେ ଏହି ସପ୍ତାହରେ ଆମେ ଆଲୋଚନା କରିବା ସତ୍ୟ ପାଇଁ ଲଢ଼େଇ। ତାପରେ ଆମେ ଦେଖିବା ସତ୍ୟ ବନାମ ମିଛ, ଚର୍ଚ୍ଚର ବୁଝାମଣା ବା ସାଲିସ କରିବା। ତାପରେ ଆମେ ଦେଖିବା ପରମେଶ୍ୱରଙ୍କ ବାକ୍ୟ ପାଇଁ ଯୁଦ୍ଧ, ବାଇବଲରେ ନିରାପତ୍ତା, ମାନବିକ ଯୁଦ୍ଧ, ମାନବିକ ଯୁକ୍ତି ଆଉ ପରିଶେଷରେ ଆମେ ଦେଖିବା ମନ ପାଇଁ ଲଢ଼େଇ। ତାହେଲେ ଚାଲନ୍ତୁ ଗୋଟିଏ ପରେ ଗୋଟିଏ ଆମେ ଦେଖିବା। ପ୍ରଥମ ହେଉଛି ସତ୍ୟ ପାଇଁ ଲଢ଼େଇ। କିପରି ଆମେ ସତ୍ୟ ପାଇଁ ଲଢ଼େଇ କରିବା, ସେଥିରେ ଆମେ ଦେଖୁଛୁ ସତ୍ୟ ବନାମ ମିଛ। ଯେପରି ଯୀଶୁ କହିଥିଲେ ଜହନ 14:6 କି ଯୀଶୁ ତାଙ୍କୁ କହିଲେ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ଯୀଶୁ କହିଲେ, ମୁଁ ସେହି ପଥ, ମୁଁ ସେହି ସତ୍ୟ ଓ ମୁଁ ସେହି ଜୀବନ। ଆଉ ଯେ କେହି ପିତାଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଛି, ଆଶା କରୁଛି, ପ୍ରୟାସ କରୁଛି, ସେ ଯୀଶୁଙ୍କ ଦେଇ ହିଁ ଗଲେ ପିତାଙ୍କ ଠାରେ ପହଞ୍ଚି ପାରିବେ ବୋଲି ପବିତ୍ର ଶାସ୍ତ୍ର ବାଇବଲ ଆଉ ଯୀଶୁ ନିଜେ କହିଲେ ଜହନ 14:6। ବନ୍ଧୁ, ଯୀଶୁ ହେଉଛନ୍ତି ସତ୍ୟ ଏବଂ ଯୀଶୁ ଅଛନ୍ତି ସମସ୍ତ ସତ୍ୟର ପିତା, ଯାହା ଆମେ ଦେଖିଲୁ ଜହନ 14:6। ଯେହେତୁ ସବୁ କିଛି ସତ୍ୟ, ସବୁ କିଛି ବିଶ୍ୱାସ ଯୋଗ୍ୟ ଆଉ ସବୁ କିଛି ଏହା ସତ, ଆଉ ସେଇ ସତ ତାଙ୍କ ଠାରୁ ଆସେ ଏବଂ ତାଙ୍କର ସତ୍ୟ ଆମର ଜୀବନକୁ ସୃଷ୍ଟି କରିଥାଏ, ଆମ ଭିତରେ ଜୀବନ ସୃଷ୍ଟି କରିଥାଏ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଶୈତାନର ପ୍ରତିକୂଳ ଭାବେ ଶୈତାନ ହେଉଛନ୍ତି ମିଛର ପିତା। ଜହନ 8:44 ଆମେ ଦେଖୁଛୁ ସେ ସବୁ ପ୍ରକାର ପ୍ରତାରଣା, ସମସ୍ତ ଦୃଷ୍ଟିତ ଶୂନ୍ୟତା, ସମସ୍ତ ଅପ୍ରମିଶ୍ରିତ ସତ୍ୟ, ଏହି ସବୁ ତାଙ୍କ ଠାରୁ ଆସିଥାଏ, ଶୈତାନ ଠାରୁ ଆସିଥାଏ। ଏବଂ ସେମାନଙ୍କ ମିଛ ଆମ ଭିତରେ, ଯେବେ ସେଇ ଶୈତାନର କଥା ଆମେ ମାନୁ, ସେଇ ମିଛ ଆମ ଭିତରେ ପ୍ରବେଶ କରି ଆମକୁ ମୃତ୍ୟୁ ସୃଷ୍ଟି କରିଥାଏ ବୋଲି ଆମେ ଦେଖୁଅଛୁ। ଯେହେତୁ ଯୀଶୁ କହିଲେ, ମୁଁ ସେହି ପଥ ସତ୍ୟ ଓ ଜୀବନ, ଆଉ ସେଇ ସତ, ସେଇ ପଥ, ସେଇ ଜୀବନକୁ ଯଦି ଆମ ଜୀବନରେ ନେବା, ତାହେଲେ ଶୈତାନର କଥା ଯଦି ମାନିବା, ତାହେଲେ ନିଶ୍ଚିତ ଭାବେ ଆମେ ମୃତ୍ୟୁ ଆଡ଼କୁ ଗମନ କରୁଅଛୁ। ବନ୍ଧୁ, ଶତ୍ରୁଙ୍କ ସହ ତାଙ୍କର ସଂଘର୍ଷ ହେବା ବେଳେ, ଶତ୍ରୁଙ୍କ ସହ ତାଙ୍କର ସଂଘର୍ଷ ହେବା ବେଳେ ଯଦି ଆମେ ଦେଖିବା ମାଥ୍ୟୁ 4 ତାର 21-13, ଯେପରି ଯୀଶୁ ପ୍ରଭୁ 40 ଦିନ 40 ରାତି ସେ ଉପବାସ ରହି 40 ଦିନ ପରେ ଆମେ ଦେଖୁଛୁ ଶୈତାନ କିପରି ପ୍ରଭୁଙ୍କ ପାଖକୁ ଆସି ପରୀକ୍ଷା କରୁଛନ୍ତି। ଆଉ ଆଉ ଆମେ ଦେଖୁ ସେଠି ପ୍ରଭୁ କିପରି ସେହି ଶୈତାନର ପରୀକ୍ଷାକୁ ଜବାବ ଦେଉଛନ୍ତି, ଉତ୍ତର ଦେଉଛନ୍ତି। ସେ କହନ୍ତି, ଏହା ଲେଖାଯାଇଅଛି। ଇଂରାଜୀରେ କହୁଛି ଇଟ୍ ଇଜ୍ ରିଟେନ୍। ସେ ସମସ୍ତ ସତ୍ୟର ଉଚ୍ଚ ଭାବରେ ବ୍ୟବହାର କରିଥିଲେ, ଆଉ ସେ ସତ୍ୟ ହେଉଛି ଏହା ଲେଖାଯାଇଅଛି। ଏହା ଲେଖାଯାଇଅଛି କି ପବିତ୍ର ଶାସ୍ତ୍ରରେ ଏହିପରି ଲେଖାଯାଇଛି ବୋଲି ସେ ଶୈତାନଙ୍କୁ ଏହି ବାକ୍ୟ ଅନୁସାରେ ସେ ହରାଇଥିଲେ ବୋଲି ଆମେ ଦେଖୁଛୁ। ତେଣୁ ଶୈତାନ ବାଇବଲକୁ ନଷ୍ଟ କରିବା ପାଇଁ ସେ କାର୍ଯ୍ୟ କରୁଛି। ସେ ପ୍ରାରମ୍ଭିକରେ କରୁଥିଲା, ମଧ୍ୟଯୁଗରେ କରିଥିଲା, ବର୍ତ୍ତମାନ କରୁଅଛି, ଆଉ ଭବିଷ୍ୟତରେ ସେ ବି କରିବ। ବାଇବଲ କିପରି ନଷ୍ଟ ହେବ, ବାଇବଲ ବାକ୍ୟ କିପରି ଲୋକେ ନ ପଢ଼ିବେ, ଏହିସବୁ ସେ ଚେଷ୍ଟା କରିବ। ସେ ଏହାକୁ ଲୁଚାଇବା, ସେ ଏହାକୁ ବିକୃତ କରିବା ଏବଂ ସେ ଏହାକୁ ହାସଲ କରିଛି ବୋଲି ଆମେ ଦେଖୁଛୁ। କେମିତି, ଯଦି ଆମେ ଦେଖିବା ରୋମାନ ଚର୍ଚ୍ଚ ମାଧ୍ୟମରେ ସେ ମଧ୍ୟଯୁଗରେ, ଯାହାକୁ ଅନ୍ଧାର ଯୁଗ ବୋଲି କୁହାଯାଉଛୁ, ସେହି ସମୟରେ ପବିତ୍ର ଶାସ୍ତ୍ର ବାଇବଲ ଲୋକଙ୍କ ହାତରେ ନଥିଲା। ପବିତ୍ର ଶାସ୍ତ୍ର ବାଇବଲ ଲୋକମାନେ ପଢି ପାରୁନଥିଲେ। ଶୈତାନର ଚେଷ୍ଟା ଏହା ଥିଲା, ଆଉ ସେ କରିସାରିଛି। ଏହା ପୂର୍ବେ ଆମେ ଦେଖୁଛୁ ଏହିପରି ସେ କରିଛି। ତାହେଲେ ମଣ୍ଡଳୀର ପରିବର୍ତ୍ତନ ଆବଶ୍ୟକ।
ଚର୍ଚ୍ଚର ପରିବର୍ତ୍ତନ। ଯଦି ପ୍ରେରିତ 20:29-30 ଦେଖିବା, ସେଠି ସାଧୁ ପାଉଲ କିପରି ମଣ୍ଡଳୀକୁ ଲେଖୁଛନ୍ତି, ବିଶେଷ ଭାବେ ଏବିସିୟ ମଣ୍ଡଳୀକୁ କିପରି ଲେଖୁଛନ୍ତି। ସେ କହନ୍ତି, ମୋର ପ୍ରସ୍ଥାନ ପରେ ମୋର ପ୍ରସ୍ଥାନ ପରେ ବାଘ ଗୁଡାକ ଯେ ତୁମାନଙ୍କ ମଧ୍ୟରେ ପ୍ରବେଶ କରି ବଳ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବେ। ପୁଣି ତୁମାନଙ୍କ ମଧ୍ୟରୁ ସୁଦ୍ଧା ଲୋକେ ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣି ନେବା ନିମନ୍ତେ ବିପରୀତ କଥା ଗୁଡ଼ିକ କହିବେ। ବନ୍ଧୁ, ଏଫିସିୟ ବୈଶ୍ୟକ ମାନଙ୍କ ବିଦାୟ ଦେବାରେ ସେମାନେ ଭବିଷ୍ୟତର ସମ୍ମୁଖୀନ ହେବାକୁ ଥିବା ବାହ୍ୟ ଏବଂ ଆଭ୍ୟନ୍ତରୀଣ ସମସ୍ୟା ପାଇଁ ପାଉଲ ଚିନ୍ତା ପ୍ରକଟ କରିଥିଲେ, ଯାହା ଆମେ ପ୍ରେରିତ 20:29-30 ପାଉଅଛୁ। ସେଥିଯୋଗୁଁ ସେ କହିଲେ, ଦୁଇ ପ୍ରକାର ଶିକାର ବାଘ। ଯଦି ଆମେ ଦେଖିବା 364-331 ମସିହା ପର୍ଯ୍ୟନ୍ତ, ଯାହାକି ଶ୍ରେଷ୍ଠତାର ସାଡିକା ଆଦେଶ, କି ସେ ଆଦେଶ ଥିଲା କି ଚର୍ଚ୍ଚ ରୋମାନ ସାମ୍ରାଜ୍ୟରୁ ଭୀଷଣ ନିର୍ଯାତନାର ସମ୍ମୁଖୀନ ହୋଇଥିଲା। ସେହି ସମୟରେ ଚର୍ଚ୍ଚ ରୋମାନର ବା ରୋମିଓ ସାମ୍ରାଜ୍ୟରୁ ଏକ ଭୀଷଣ ନିର୍ଯାତନ ସମ୍ମୁଖୀନ ହୋଇଥିଲା। ଆଉ ସେହି ସମ୍ମୁଖୀନ କୋ ସମୟରେ 64-331 ହୋଇଥିଲା ବୋଲି ଦେଖୁଛୁ। ଆଉ ଦ୍ୱିତୀୟରେ ଆମେ ଦେଖୁଛୁ ଭ୍ରଷ୍ଟ ବ୍ୟକ୍ତି। ଚତୁର୍ଥ ଶତାବ୍ଦୀର ଆରମ୍ଭରେ ଚର୍ଚ୍ଚରେ ଅପରିବର୍ତ୍ତିତ ପୁରୁଷମାନଙ୍କୁ ପରିଚିତ କରାଗଲା, ଯେଉଁମାନେ ସେମାନଙ୍କ ମୂର୍ତ୍ତି ପୂଜା ସତ୍ୟ ସହିତ ମିଶ୍ରଣ କରୁଥିଲେ। ଯଦି ଆମେ ଦେଖିବା, ଯେବେ ଇସ୍ରାଏଲ ପ୍ରଜାମାନେ ମିଶର ଦେଶରୁ କେନାନ ଦେଶକୁ ପ୍ରବେଶ କଲେ ବା ଯାତ୍ରା କଲେ, ସେତେବେଳେ ଅନେକ ମିଶ୍ରୀୟ ଲୋକମାନେ ସେମାନଙ୍କ ସହିତ ଥିଲେ। ଆଉ ସେଥିଯୋଗୁଁ ଆମେ ଦେଖୁଛୁ କିପରି ପରମେଶ୍ୱର ସେମାନଙ୍କୁ ସେହି ପ୍ରତିଜ୍ଞା ଦେଶକୁ ନେଇପାରିଲେ ନାହିଁ, ଯେହେତୁ ସେମାନେ ଅପରିଚିତ ବା ଯେଉଁ ବ୍ୟକ୍ତିମାନେ ମୂର୍ତ୍ତି ପୂଜା କରୁଥିଲେ, ଅପରିବର୍ତ୍ତିତ ପୁରୁଷମାନେ ସେମାନଙ୍କର ଥିଲେ, ଆଉ ସେମାନେ ସେମାନଙ୍କୁ ସେହି ସତ୍ୟରୁ ବିମୁଖ କରାଇଥିଲେ। ଆଉ ସେଥିଯୋଗୁଁ ସେମାନେ ସେହି ପ୍ରତିଜ୍ଞା ଦେଶକୁ ପ୍ରବେଶ କରିପାରିଲେ ନାହିଁ। ଆଉ ବର୍ତ୍ତମାନ ମଧ୍ୟ ଯୁଗରେ ମଧ୍ୟ ଏମିତି ହୋଇଥିଲା କି ଚର୍ଚ୍ଚରେ ଅପରିବର୍ତ୍ତିତ ପୁରୁଷମାନଙ୍କୁ ପରିଚିତ କରାଯାଇଥିଲା। ଆଉ ଯେଉଁ ପୁରୁଷମାନେ ମୂର୍ତ୍ତି ପୂଜକ ଥିଲେ, ଆଉ ସେହି ମୂର୍ତ୍ତି ପୂଜକ ମାନେ ସେମାନଙ୍କ ମୂର୍ତ୍ତି ପୂଜା ଆଉ ଯେ ଖ୍ରୀଷ୍ଟିଆନ ଧର୍ମକୁ ଏକ ମିଶ୍ରଣ କରୁଥିଲେ, ଆଉ ସତ୍ୟଟା ଲିଭି ଯାଇଥିଲା ବୋଲି ଆମେ ଦେଖୁଅଛୁ। ଆଉ ସେମାନଙ୍କୁ ଆମେ କହୁଛୁ କି ଭ୍ରଷ୍ଟ ବ୍ୟକ୍ତି। ବନ୍ଧୁ, ସତକୁ ଦୁର୍ନୀତିଗ୍ରସ୍ତ କରିବା ଏବଂ ଚର୍ଚ୍ଚରେ ମୂର୍ତ୍ତି ପୂଜା ଏବଂ ରବିବାର ପାଳନ ପ୍ରଚଳନ କରିବା ପାଇଁ ଶୈତାନର ଯୋଜନା। ବନ୍ଧୁ, ଆଭ୍ୟନ୍ତରୀଣ ରଣନୀତି ବ୍ୟବହାର କରିଥିଲେ, ଯାହା ବର୍ତ୍ତମାନ ଆମେ ଦେଖୁଅଛୁ। ବର୍ତ୍ତମାନ ପ୍ରେସ ବହୁ ସଂଖ୍ୟାରେ ଲୋକେ ରବିବାର ପାଳନ କରିଥାନ୍ତି। ଏହା ଶୈତାନର ଯୋଜନା। ଆଉ ଶୈତାନଙ୍କ ଯୋଜନା ବର୍ତ୍ତମାନ ବି ଚାଲିଅଛି। କିପରି ସତ୍ୟକୁ ଲୁଚାଯିବ, ଯେ କିପରି ସେହି ବାଇବଲକୁ ଲୁଚାଯିବ। ରୋମନର କ୍ୟାପିଟାଲ ପାହାଡ଼ରେ ଥିବା ରୋମୀୟ ଦେବତା ବୃହସ୍ପତିଙ୍କ ପ୍ରତିମୂର୍ତ୍ତି ପୂର୍ଣ୍ଣ ବ୍ୟବହାର କରାଯାଇ ସେଣ୍ଟ ପିଟରଙ୍କ ପ୍ରତିମୂର୍ତ୍ତିରେ ପରିଣତ କରାଯାଇଥିଲା ବୋଲି ଆମେ ଦେଖୁଅଛୁ। ତା ବାଦେ ଆମେ ଦେଖୁଛୁ ଅନେକ ଖ୍ରୀଷ୍ଟିଆନ ମାନେ ମୂର୍ତ୍ତି ପୂଜକ କରନ୍ତି, ମୂର୍ତ୍ତିରେ ମୂର୍ତ୍ତିକୁ ପ୍ରାର୍ଥନା କରନ୍ତି। ଏହା ଦ୍ୱାରା ଆମେ ଦେଖୁଛୁ କି କିପରି ମଣ୍ଡଳୀକୁ ଏହିପରି ଆସିଲା, ଆଉ ଖ୍ରୀଷ୍ଟ ଧର୍ମକୁ ଏକ ଭିନ୍ନ ରୂପେ ଦେଖାଇଲା। ଆଉ ଏଥିଯୋଗୁଁ ପାଉଲ ଜାଣିଥିଲେ କି ଏହିପରି ହେବ, ଏହିପରି ଘଟିବାକୁ ଯାଉଅଛି, ଭବିଷ୍ୟତରେ ଏହିପରି ହେବ। ଏଥିଯୋଗୁଁ ସେ ସତର୍କବାଣୀ ଦେଇ ସେ ଚର୍ଚ୍ଚର ବିଷୟରେ ସେ କହିଥିଲେ ବୋଲି ଆମେ ଦେଖୁଛୁ। ଯେମିତି ପାଉଲ ଭବିଷ୍ୟତବାଣୀ କରିଥିଲେ, ବନ୍ଧୁ, ଏହି ତ୍ରୁଟି ଗୁଡ଼ିକ ଗ୍ରହଣ କରାଯାଇଥିଲା ଏବଂ ଯେଉଁମାନେ ସତ୍ୟ ଜାଣିବାକୁ ଚାହାନ୍ତି ନାହିଁ,
ସେମାନଙ୍କ ମଧ୍ୟରେ ଶେଷ ପର୍ଯ୍ୟନ୍ତ ରହିବେ ବୋଲି ଦ୍ୱିତୀୟ ଥେସଲୋନିୟ 2:7-17 ଦେଖୁଛୁ। ବନ୍ଧୁ, ଅନ୍ତିମ ଯୁଦ୍ଧ ବିଶ୍ରାମ ଦିନ ସହିତ ବୁଝାମଣା ଉପରେ ଆଧାରିତ ହେବ। ଅଧିକାଂଶ ଲୋକ ଯାହାକି ଆମେ ଦେଖୁଛୁ କାମରେ କମ୍ପ୍ରମାଇଜ ବା ବୁଝାମଣା କରିଥାଉ। ବିଶ୍ରାମ ଦିନରେ ବିଶ୍ରାମ ନ କରି କାମକୁ ଯାଇଥାଉ ଅନେକ ଭାବନା ଦେଇଗଲି। ଆଉ ଅନ୍ତିମ ସମୟରେ ଏହିପରି ଘଟିବ ବୋଲି ଆମେ ଦେଖୁଅଛୁ କି ଅଧିକାଂଶ ଲୋକ ବିଶ୍ରାମ ଦିନ ପାଳନ ନ କରି ବିଶ୍ରାମ ଦିନରେ ବୁଝାମଣା ବା ଯାହା ଆମେ କହୁଛୁ କମ୍ପ୍ରମାଇଜ କରି ନିଜ କାମକୁ ଆଗକୁ ବଢେଇଥିବେ ଆଉ ପ୍ରଭୁଙ୍କୁ ସେମାନେ ଭୁଲିଯିବେ ବୋଲି ଆମେ ଦେଖୁଅଛୁ। ସେଥିଯୋଗୁଁ ଆମେ ଦେଖୁଛୁ କି ପରମେଶ୍ୱରଙ୍କ ବାକ୍ୟ ପାଇଁ ଆମେ ଯୁଦ୍ଧ କରିବା। ଯେହେତୁ ପରମେଶ୍ୱରଙ୍କ ବାକ୍ୟ ହେଉଛି ସତ୍ୟ, ସେ ବାକ୍ୟକୁ କେବେ ହେଲେ ଆମେ ହରାଇବା ନାହିଁ। ମାତ୍ର ଆଜିକାଲି ଲୋକେ ଖ୍ରୀଷ୍ଟଙ୍କ ନାମରେ ଅଛନ୍ତି, ମାତ୍ର ଅଧିକାଂଶ ଲୋକ ସେ ଖ୍ରୀଷ୍ଟଙ୍କ ବାକ୍ୟକୁ ଆଚରଣ କରୁନାହାନ୍ତି। ଯେପରି ଯୀଶୁଖ୍ରୀଷ୍ଟ କହିଲେ, ଯଦି ତୁମେ ମୋତେ ପ୍ରେମ କରୁଅଛ ତାହେଲେ ମୋର ବାକ୍ୟ ପାଳନ କର। ଯେଉଁ ଲୋକ ଖ୍ରୀଷ୍ଟଙ୍କୁ ପାଳନ କରୁନାହାନ୍ତି, ପ୍ରେମ କରୁନାହାନ୍ତି, ତାଙ୍କ ବାକ୍ୟ ଆଚରଣ କରନ୍ତି। ଈଶ୍ୱରଙ୍କ ବାକ୍ୟ ହେଉଛି ତାଙ୍କ ବ୍ୟବସ୍ଥା। ସେ ବ୍ୟବସ୍ଥା ବିଶେଷ ଭାବରେ ସପ୍ତମ ଦିନରେ ବିଶ୍ରାମ କରିବା, ତାହା ହେଉଛି ତାଙ୍କର ବାକ୍ୟ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ବାଇବଲରେ ନିରାପତ୍ତା। ଜହନ 17:17 ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କ ପାଇଁ ଏହିପରି ପ୍ରାର୍ଥନା କରିଥିଲେ। ଆଉ ବର୍ତ୍ତମାନ ସେହି ପ୍ରାର୍ଥନା ଆମମାନଙ୍କ ପାଇଁ ବି ଲାଗୁ ହେଉଛି। ସେ ଏହିପରି ପ୍ରାର୍ଥନା କରିଥିଲେ ପରମେଶ୍ୱରଙ୍କ ଠାରେ ଯେ ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର। ତୁମର ବାକ୍ୟ ତ ସତ୍ୟ। ହଁ ବନ୍ଧୁ, ପ୍ରଭୁଙ୍କ ବାକ୍ୟ ହେଉଛି ସତ୍ୟ। ଆଉ ସେଇ ବାକ୍ୟ, ସେଇ ପବିତ୍ର ବାକ୍ୟ ହିଁ ଆମମାନଙ୍କୁ ପବିତ୍ର କରିପାରିବ, ଆମମାନଙ୍କୁ ଧାର୍ମିକ କରିପାରିବ, ଆମମାନଙ୍କୁ ସତ୍ୟ ପଥରେ ନେଇପାରିବ, ଆମମାନଙ୍କୁ ଜୀବନ ଦାନ ଦେଇପାରିବ, ଆମମାନଙ୍କୁ ପରମେଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେବା ପାଇଁ ଏକ ଯୋଗ୍ୟତା କରିପାରିବ। ଆଉ ଏଥିଯୋଗୁଁ ପରମେଶ୍ୱର ଯୀଶୁଖ୍ରୀଷ୍ଟ କି ତାଙ୍କଠାରେ ପ୍ରାର୍ଥନା କରୁଛନ୍ତି, ହେ ପରମେଶ୍ୱର, ହେ ପିତା, ତୁମର ସେଇ ବାକ୍ୟ ହେଉଛି ପବିତ୍ର, ତୁମ ସେ ବାକ୍ୟ ହେଉଛି ସତ୍ୟ, ଆଉ ସେଇ ବାକ୍ୟ ଦ୍ୱାରା ସେମାନଙ୍କୁ ସତ୍ୟ କର ବୋଲି ସେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଥିଲେ। ବାଇବଲ ହେଉଛି ପରମେଶ୍ୱରଙ୍କ ଇଚ୍ଛାର ଅକ୍ଷମ ପ୍ରକାଶ। ବନ୍ଧୁ, ଏହା ମାନବିକତାର ମୁକ୍ତି ପାଇଁ ସ୍ୱର୍ଗର ଯୋଜନା ଉପସ୍ଥାପନା କରେ, ଯାହା ଆମେ ଦେଖୁଛୁ। ତେଣୁ ଆମର ନିରାପତ୍ତା କେବଳ ବାଇବଲରେ ମିଳେ, ଆଉ କୌଣସି ଠାରେ ମିଳେ ନାହିଁ। ଖାଲି ବାଇବଲରେ ମିଳେ, କୌଣସି ଧର୍ମରେ ମିଳେ ନାହିଁ, କୌଣସି ଧାରଣାରେ ମିଳେ ନାହିଁ। ଖାଲି ପବିତ୍ର ବାଇବଲରେ ଏଇଟା ଆମେ ମିଳେ, ଏହା ଆମମାନଙ୍କୁ ମିଳେ, ନିରାପତ୍ତା ମିଳେ। ଏବଂ ଏହାର ପ୍ରତ୍ୟେକ ପୁସ୍ତକରେ ଅଧ୍ୟାୟ ଓ ବାକ୍ୟରେ ଆମେ ପାଉ ବୋଲି 2 ତିମୋଥୀ 3:16 ଆମେ ଦେଖୁଅଛୁ। ତା ବାଦେ ଏଥିରେ ଆମେ ଶୈତାନର ରଣନୀତି ପାଇଥାଉ। ସୃଷ୍ଟି, ଜନ୍ମ, ଜୀବନ, ମୃତ୍ୟୁ, ଯୀଶୁଙ୍କ ପୁନରୁତ୍ଥାନ ଏବଂ ମଧ୍ୟସ୍ଥତା, ପାପ କ୍ଷମା, ଦ୍ୱିତୀୟ ଆଗମନ, ନୂଆ ପୃଥିବୀରେ ଅନନ୍ତ ଜୀବନ, ଏହି ସବୁ ବାଇବଲରେ ଆମେ ପାଉ। ଆଉ ଏହି ସବୁରେ ଶୈତାନର ଏକ ରଣନୀତି ରହିଥାଏ। ସୃଷ୍ଟିର ରଣନୀତି, ଜନ୍ମର ରଣନୀତି, ଜୀବନର, ମୃତ୍ୟୁର, ଯୀଶୁଙ୍କ ପୁନରୁତ୍ଥାନ, ମଧ୍ୟସ୍ଥତା, ପାପ କ୍ଷମା, ଦ୍ୱିତୀୟ ଆଗମନ, ନୂଆ ପୃଥିବୀର ଅନନ୍ତ ଜୀବନ। ଆଜିକାଲି ଲୋକମାନେ ପ୍ରଚାର କରୁଛନ୍ତି ଏହିପରି ଯେ କି ଥରେ ତମେ କ୍ଷମା ପାଇଲେ ସଦାବେଳେ କ୍ଷମା ପାଇଅଛ, ଏହିପରି ସେମାନେ କହନ୍ତି। ବନ୍ଧୁ, ଶୈତାନର ରଣନୀତି ଏହା ହେଉଛି, ଯୀଶୁ ଏଇ ଯେଉଁ ସୃଷ୍ଟିକର୍ତ୍ତା, ଯୀଶୁ ହିଁ ଜନ୍ମ, ଜୀବନ, ମୃତ୍ୟୁ, ପୁନରୁତ୍ଥାନର ଆଉ ମଧ୍ୟସ୍ଥ, ଯୀଶୁ ହିଁ ପାପ କ୍ଷମା କରିପାରେ। ଆଉ ସେଇ ଯୀଶୁ ଦ୍ୱିତୀୟ ଥର ଅଛନ୍ତି, ଆଉ ସେଇ ଯୀଶୁ ଏଇ ପୃଥିବୀକୁ ନୂତନ କରିବେ ଆଉ ନୂତନ ଜୀବନ। ଯଦି ଆମେ ଏହାର କିଛି ଅଂଶ ପ୍ରତ୍ୟାଖ୍ୟାନ କରୁ, ଯାହାକି ଉଦାହରଣ ସ୍ୱରୂପ ଆଦି ପୁସ୍ତକ 1:2 ସୃଷ୍ଟି ବିବରଣୀରେ ଯଦି ଆମେ କିଛି ପ୍ରତ୍ୟାଖ୍ୟାନ କରୁ, ଆମେ ଏହା ଶିକ୍ଷା ଦେଇଥିବା କୌଣସି ସିଦ୍ଧାନ୍ତର ପ୍ରତ୍ୟାଖ୍ୟାନ କରିବାକୁ ଆସିପାରିବା ଏବଂ ତାପରେ ବାକି ବାଇବଲର ଉପରେ ବିଶ୍ୱାସ କରିବା ପାଇଁ ଆମକୁ କ'ଣ ନିରାପତ୍ତା ମିଳିଥାଏ? ଅଧିକାଂଶ ଲୋକ
ସବୁକିଛି ବିଶ୍ୱାସ କରନ୍ତି। କେତେ ଲୋକ ନୂତନ ନିୟମକୁ ବିଶ୍ୱାସ କରନ୍ତି, କେତେ ଲୋକ ପୁରାତନ ନିୟମକୁ ବିଶ୍ୱାସ କରନ୍ତି ନାହିଁ। ମୋତେ ପବିତ୍ର ଶାସ୍ତ୍ର ବାଇବଲ ହେଉଛି ଗୋଟିଏ, ଯାହାକି ନୂତନ ନିୟମ ପୁରାତନ ନିୟମରେ ଆମେ ଦେଖୁ। ସେଥିଯୋଗୁଁ ଗୀତ ଲେଖକ ସେ ଲେଖନ୍ତି ଏହିପରି ଗୀତ ସଂହିତା 119:5-ରେ 105 ସେ କହନ୍ତି, ତୁମ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। କେଡ଼େ ସୁନ୍ଦର ଭାବରେ ଗୀତ ଲେଖକ ଲେଖନ୍ତି କି ପ୍ରଭୁଙ୍କ ବାକ୍ୟ ହଉଛି ତାଙ୍କ ଚରଣ ପାଇଁ ପ୍ରଦୀପ, ଦୀପ, ଆଲୁଅ, ପଥ ପାଇଁ ଆଲୁଅ। ଆଗକୁ ସେ ଏହିପରି କହନ୍ତି କି ତୁମ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ, ତାହା ନିର୍ବୋଧକୁ ବୋଧ କରେ। ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ହଉଛି ସତ୍ୟ, ଆଉ ସେ ବାକ୍ୟ ହିଁ ଆମମାନଙ୍କୁ ଅନନ୍ତ ଜୀବନ ଦେଇପାରିବ। ସେହି ବାକ୍ୟ ହିଁ ଆମର ଯେଉଁ ସମ୍ପର୍କ ଭାଙ୍ଗି ଯାଇଛି ସେ ସମ୍ପର୍କକୁ ଏକତ୍ର କରିପାରିବ। ସେଇ ସତ୍ୟ ହେଉଛନ୍ତି ଯୀଶୁ। ଆଉ ସେଥିଯୋଗୁଁ ଯୀଶୁ କହିଲେ, ମୁଁ ସେହି ପଥ, ସତ୍ୟ ଓ ଜୀବନ। ବନ୍ଧୁ, ତାହେଲେ ମାନବିକତା ଯୁକ୍ତି ଏହା ଯେ କି ମନୁଷ୍ୟ ଦୃଷ୍ଟିର କୌଣସି କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁ ପଥ ଥାଏ ବୋଲି ହିତୋପଦେଶ 16:25 ଆମେ ଦେଖୁଅଛୁ। ମନୁଷ୍ୟର ଦୃଷ୍ଟିରେ ସବୁ କିଛି ସରଳ ଥାଏ ବନ୍ଧୁ, ଯେହେତୁ ସେମାନେ ଅନ୍ଧରେ ଅଛନ୍ତି। ମାତ୍ର ସେମାନେ ଜାଣିନାହାନ୍ତି କି ଶେଷର ମୃତ୍ୟୁ ଅଛି ବୋଲି। ବନ୍ଧୁ, ଯଦି ପରମେଶ୍ୱର ହିଁ ବାଇବଲକୁ ପ୍ରେରଣା ଦେଇଛନ୍ତି, ତେବେ ଯିଏ ଏହାକୁ ବ୍ୟାଖ୍ୟା କରିପାରିବ, ଏହିପରି ଦ୍ୱିତୀୟ ପିତର 1:20 ଆଉ ଜହନ 14:26 ଆମେ ପାଉଛୁ। ଯଦି ପରମେଶ୍ୱରଙ୍କ ବାକ୍ୟ ପ୍ରେରଣା ଦେଇଛି, ତାହେଲେ ଏହାକୁ କିଏ ବ୍ୟାଖ୍ୟା କରିପାରିବ? ବନ୍ଧୁ, ଆତ୍ମା ବିହୀନ ବ୍ୟକ୍ତି ପରମେଶ୍ୱରଙ୍କ ଆତ୍ମାଙ୍କ ଠାରୁ ଆସିଥିବା ଜିନିଷ ଗୁଡ଼ିକ ଗ୍ରହଣ କରେ ନାହିଁ। ଆତ୍ମା ବିହୀନ ବ୍ୟକ୍ତି ପରମେଶ୍ୱରଙ୍କ ଆତ୍ମାଙ୍କ ଠାରୁ ଆସୁଥିବା ଜିନିଷକୁ କେବେ ହେଲେ ସେ ଗ୍ରହଣ କରିବ ନାହିଁ, ବରଂ ସେମାନଙ୍କ ମୂର୍ଖତା ବୋଲି ବିବେଚନା କରେ ବୋଲି ଆମେ ଦେଖୁଅଛୁ। ଏବଂ ସେମାନଙ୍କୁ ବୁଝିପାରିବେ ନାହିଁ, କାରଣ ସେମାନେ କେବଳ ଆତ୍ମାଙ୍କ ମାଧ୍ୟମରେ ବୁଦ୍ଧିମାନ ଅଟନ୍ତି ବୋଲି ପ୍ରଥମ କରନ୍ତି 2:14 ଆମେ ଦେଖୁଅଛୁ। ମାନବିକତା ଯୁକ୍ତିର ଏକ ଉଦାହରଣ ହେଉଛି ଉଚ୍ଚ ସମାଲୋଚନା, ଯେ ଅଷ୍ଟାଦଶ ଶତାବ୍ଦୀରୁ ବାଇବଲର ଏକ ଏକାଡେମିକ ବ୍ୟାଖ୍ୟା ପ୍ରସ୍ତାବ ଦେଇଛି। କଣ ପ୍ରସ୍ତାବ ଦେଇଛି? ମାନବିକତା ଯୁକ୍ତିର ଏକ ଉଦାହରଣ ହେଉଛି, ସେ ଉଦାହରଣ ହେଉଛି ଯେ ଉଚ୍ଚ ସମାଲୋଚନା। ବନ୍ଧୁ, ଏହାର ମୌଳିକ ଅଭିମୁଖ୍ୟ ହେଉଛି ଚମତ୍କାରକୁ ଅସ୍ୱୀକାର କରିବା ଏବଂ ଭବିଷ୍ୟତର ପୂର୍ବାନୁମାନ କରିବାର ଅସମ୍ଭବତା। ଏହି ଅଭିମୁଖ୍ୟ ଅଧୀନରେ ଯଦି ଆମେ ପରମେଶ୍ୱରଙ୍କ ବାକ୍ୟରୁ କଣ ଲାଭ ପାଇପାରିବା, ଯଦି ଆମେ ଏହାର ଶକ୍ତି କିମ୍ବା ଆମ ପାଇଁ ଅପେକ୍ଷା କରୁଥିବା ଭବିଷ୍ୟତକୁ ଜାଣିବାର ସକ୍ଷମତାକୁ ଅସ୍ୱୀକାର କରୁ ବୋଲି ଆମେ ଦେଖୁଛୁ। ଏଥିରେ ସନ୍ଦେହ କିଛି ନାହିଁ ବନ୍ଧୁ। ଶତ୍ରୁ ଠିକ ମନେ ହେଉଥିବା ରାସ୍ତା ତିଆରି କରେ, କିନ୍ତୁ ସେମାନଙ୍କର ଶେଷ ହେଉଛି ମୃତ୍ୟୁ ବୋଲି ଆମେ ଦେଖୁଛୁ ହିତୋପଦେଶ 16:25। ଯେପରି ଭଉଣୀ ଏଲେନ୍ ଜି ହ୍ୱାଇଟ୍ କହନ୍ତି, ଏହିପରି ଆଧ୍ୟାତ୍ମିକ ଅନ୍ଧକାର ପୃଥିବୀକୁ ଘେରି ଯାଇଛି ଏବଂ ଲୋକମାନେ ଘୋର ଅନ୍ଧକାରରେ ଅଛନ୍ତି। ଅନେକ ଚର୍ଚ୍ଚରେ ଶାସ୍ତ୍ରର ବାକ୍ୟର ସନ୍ଦେହ, ଅବିଶ୍ୱାସ ରହିଛି ବୋଲି ଆମେ ଦେଖୁଅଛୁ। ଅନେକ ଶାସ୍ତ୍ରର ସତ୍ୟତା ଓ ସତ୍ୟତା ଉପରେ ପ୍ରଶ୍ନ ଉଠାଯାଉଛି ବୋଲି ସେ କହନ୍ତି। ମନୁଷ୍ୟର ଯୁକ୍ତି ଓ ମାନବ ହୃଦୟର କଳ୍ପନା ପରମେଶ୍ୱରଙ୍କ ବାକ୍ୟର ପ୍ରେରଣାକୁ କ୍ଷୁଣ୍ଣ କରୁଛି ବୋଲି ସେ କହନ୍ତି। ଏହି ପବିତ୍ର ପୁସ୍ତକ ଶୈତାନର ଆକ୍ରମଣକୁ ପ୍ରତିହତ କରିଛି। ଯିଏ ଦୁଷ୍ଟ ଲୋକମାନଙ୍କ ସହିତ ମିଶି ଦିବ୍ୟ ଚରିତ୍ରର ସମସ୍ତ ଜିନିଷକୁ ମେଘ ଓ ଅନ୍ଧକାର ଘେରି ରଖିଛି
କିନ୍ତୁ ସଦାପ୍ରଭୁ ଏହି ପବିତ୍ର ପୁସ୍ତକକୁ ନିଜର ଚମତ୍କାର ଶକ୍ତି ଦ୍ୱାରା ବର୍ତ୍ତମାନର ରୂପରେ ସଂରକ୍ଷିତ ରଖିଛନ୍ତି ବୋଲି ସେ କହନ୍ତି। ବନ୍ଧୁ, ମାନବ ପରିବାରକୁ ସ୍ୱର୍ଗକୁ ଯିବାର ବାଟ ଦେଖାଇବା ପାଇଁ ଏକ ବାଟ କିମ୍ବା ମାର୍ଗଦର୍ଶନ ହେଉଛି ସେହି ପୁସ୍ତକ। ସେହି ପୁସ୍ତକ ହେଉଛି ପବିତ୍ର ଶାସ୍ତ୍ର ବାଇବେଲ। ତାହେଲେ ଏହା ମନ ପାଇଁ ଏକ ଲଢ଼େଇ, ମନ ପାଇଁ ଏକ ଲଢ଼େଇ। ଯେପରିକି 2 Corinthians 4:4 ଆମେ ଦେଖୁ ବନ୍ଧୁ, ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତ ପ୍ରତି ଅବିଶ୍ୱନୀୟ ମାନଙ୍କର ଜ୍ଞାନ ଚକ୍ଷୁ ଅନ୍ଧ କରିଅଛି। ବନ୍ଧୁ, ପବିତ୍ର ଶାସ୍ତ୍ର ବାଇବେଲ ଆମମାନଙ୍କ ପଥ ପ୍ରଦର୍ଶିକା। ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଆମର ପଥ ପ୍ରଦର୍ଶିକା। ସେ ହିଁ ଆମମାନଙ୍କୁ ଏକ ରାସ୍ତା ଦେଖାଇ ପାରିବେ। ଯେପରି ଏକ କଥାରେ କୁହାଯାଇଛି ବନ୍ଧୁ, କି ଏହିପରି ଏହାଠାରୁ ଖରାପ ଦୃଷ୍ଟିହୀନ ବ୍ୟକ୍ତି ଆଉ ନାହାନ୍ତି, କିଏ ଯିଏ ଦେଖିବାକୁ ଚାହାନ୍ତି ନାହିଁ। ତାହା ଅଟେ, କାହାକୁ ଯାହା ଦେଖିବାକୁ ଚାହାନ୍ତି ନାହିଁ ତାହା ଦେଖିବାକୁ ରାଜି କରିବା ହେଉଛି ବ୍ୟର୍ଥ। ଯେନୁ ଯେଉଁମାନଙ୍କ ସହିତ ଏହା ଅଛି, ଆମେ ଦେଖୁଛୁ ସଂସାର ଦେବତା ସେମାନଙ୍କୁ ଅନ୍ଧାର କରିଛି ବୋଲି 2 Corinthians 4:4 ଆମେ ପାଉଛୁ। ଯେଉଁମାନଙ୍କ ମନରେ ଏହିପରି ରହିଅଛି, ଯେଉଁମାନେ ଦେଖିବାକୁ ଚାହାନ୍ତି ନାହିଁ, ଶୁଣିବାକୁ ଚାହାନ୍ତି ନାହିଁ, ଆଉ ସେମାନଙ୍କୁ ଯଦି ଦେଖିବାକୁ କହିବା, ଶୁଣିବାକୁ କହିବା, ତାହେଲେ ଏହା ହେଉଛି ବ୍ୟର୍ଥ। ଯେହେତୁ ସେମାନେ ଶୈତାନର ବା ଦେବତା, ସାଂସାରିକ ଦେବତା ସେମାନଙ୍କୁ ଅନ୍ଧ କରି ରଖିଛି ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଯେଉଁମାନେ ହଜି ଯାଇଛନ୍ତି ସେମାନଙ୍କର ଜ୍ଞାନର ଅଭାବ। ଏହା କାରଣ ନୁହେଁ ଯେ ସେମାନଙ୍କର ଜାଣିବାର ସାମର୍ଥ୍ୟ ନାହିଁ, କାରଣ ସେମାନେ ଜାଣିବାକୁ ଚାହାନ୍ତି ନାହିଁ। ସହଜ ସରଳ କଥା। ଶୟତାନ ସେମାନଙ୍କ ମନକୁ ଅନେକ ଜିନିଷରେ ଦଖଲ କରି ରଖିଛି, ବାନ୍ଧି ରଖିଛି। ସାଂସାରିକ କାର୍ଯ୍ୟରେ, ଧନ ଉପରେ ବାନ୍ଧି ରଖିଛି। ସେମାନଙ୍କୁ ପ୍ରକୃତରେ ଗୌରବପୂର୍ଣ୍ଣ ବିଷୟରେ ଚିନ୍ତା କରିବାକୁ ବାରଣ କରେ କିଏ? ସେଇ ଶୈତାନ। ସେମାନଙ୍କୁ ସେଇ ମୁକ୍ତି ବିଷୟରେ ଚିନ୍ତା କରିବାକୁ ବାରଣ କରେ କିଏ? ସେ ଶୈତାନ। ଆଉ ଶୈତାନ ଚାହାନ୍ତି ନାହିଁ କି ମନୁଷ୍ୟ ପରିତ୍ରାଣ ପାଉ। ଏହା ହେଉଛି ଶୈତାନର ଯୋଜନା। କିନ୍ତୁ ଏହି ଅବସ୍ଥାରେ କାହାକୁ ରହିବାର ଆବଶ୍ୟକତା ନାହିଁ। ଯେତେବେଳେ ମନ ଆଧ୍ୟାତ୍ମିକ ଅନ୍ଧକାର ଥାଏ, ଏଥିରେ ଏକ ଆଲୋକ ରହିଛି। ଯେତେବେଳେ ଆମ ମନ ଆଧ୍ୟାତ୍ମିକ ଅନ୍ଧକାରର ଅଛି, ଗୋଟିଏ ଆଲୋକ ଅଛି, ଏକ ଉଜ୍ଜ୍ୱଳ ଆଲୋକ ଅଛି। ଆଉ ସେଇ ଉଜ୍ଜ୍ୱଳ ଆଲୋକ ହେଉଛନ୍ତି ଯୀଶୁ ପ୍ରଭୁ। ସେ ହିଁ ଆମମାନଙ୍କ ସେଇ ଆଧ୍ୟାତ୍ମିକ ଅନ୍ଧାରରୁ ବାହାର କରିପାରିବେ। ସେହି ହିଁ ଆମମାନଙ୍କୁ ସେଇ ଅନ୍ଧକାର ବିରୁଦ୍ଧରେ ପାର ହେବା ପରେ ସାହାଯ୍ୟ କରିପାରିବେ। ଆଉ ସେହି ହିଁ ଏହି ବିରୁଦ୍ଧରେ ଅନ୍ଧକାର ପ୍ରବାହିତ, ତାଙ୍କ ଦ୍ୱାରା ହିଁ ଅନ୍ଧକାର ଆମ ଉପରେ କେବେ ହେଲେ ଆକ୍ରମଣ କରିପାରିବ ନାହିଁ। ଯୀଶୁ ହେଉଛନ୍ତି ସେଇ ଜ୍ୟୋତି। ଆମେ ଯେଉଁମାନେ ଏହି ଆଲୋକକୁ ଗ୍ରହଣ କରିଥାଉ, ସେମାନେ ଶତ୍ରୁର କାର୍ଯ୍ୟକୁ ଉଚ୍ଛେଦ କରିପାରିବେ। ମନେ ରଖନ୍ତୁ, ଯେଉଁମାନେ ଏହି ଆଲୋକକୁ ଗ୍ରହଣ କରିଛନ୍ତି ବନ୍ଧୁ, ସେମାନେ ଶତ୍ରୁର କାର୍ଯ୍ୟକୁ ଉଚ୍ଛେଦ କରିବାର ଶକ୍ତି ପରମେଶ୍ୱର ଦେଇଛନ୍ତି। ସେମାନେ ଅନ୍ଧକାରରୁ ବାହାର ହେବା ପାଇଁ ଶକ୍ତି ପରମେଶ୍ୱର ପ୍ରଦାନ କରିଛନ୍ତି। ଯେପରି ସେମାନେ ଉଜ୍ଜ୍ୱଳରେ ରହିପାରିବେ, ସତ୍ୟ ପଥରେ ଚାଲିପାରିବେ। ଯୀଶୁ ଖ୍ରୀଷ୍ଟ ହିଁ ସେହି ସତ୍ୟ ପ୍ରଦାନ, ସେହି ସାହାଯ୍ୟକାରୀ, ସେହି ତ୍ରାଣକର୍ତ୍ତା ଆମମାନଙ୍କୁ ସାହାଯ୍ୟ କରିବେ। ଆଉ ଯୀଶୁ ଖ୍ରୀଷ୍ଟ ହିଁ ସେହି ଉଜ୍ଜ୍ୱଳ। ଏଥିଯୋଗୁଁ ଯେଉଁମାନେ ସ୍ୱର୍ଗ ରାସ୍ତାରେ ଯାତ୍ରା କରୁଛନ୍ତି ବନ୍ଧୁ, ଆମମାନେ ସମସ୍ତେ ସ୍ୱର୍ଗ ରାସ୍ତାରେ ଯାତ୍ରା କରୁଅଛୁ ବୋଲି ବିଶ୍ୱାସ କରୁଛି ମୁଁ। ଆପଣମାନେ ଯେଉଁମାନେ ଶୁଣୁଛନ୍ତି କି ଆପଣମାନେ ସେହି ସ୍ୱର୍ଗ ରାସ୍ତାରେ ଯାତ୍ରା କରୁଛନ୍ତି, ଆଉ ଆମମାନଙ୍କୁ ସେହି ଯୀଶୁ ଖ୍ରୀଷ୍ଟ ଆବଶ୍ୟକତା, ତାଙ୍କ ମାର୍ଗଦର୍ଶନ ଆବଶ୍ୟକତା, ତାଙ୍କ
ପଥ 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 ରାଥ ଦେଖାଇବାର ମାନେ ଆମ ଆଗରେ ଚାଲିବାର ଆମର ଆବଶ୍ୟକ। ଯେଉଁମାନେ ସ୍ୱର୍ଗ ରାସ୍ତାରେ ଯାତ୍ରା କରୁଛନ୍ତି ସେମାନଙ୍କୁ ଜଣେ ସୁରକ୍ଷିତ ପଥ ପ୍ରଦର୍ଶିକା ଆବଶ୍ୟକ ରହିଛି ବନ୍ଧୁ। ମଣିଷ ବିରୁଦ୍ଧରେ ଚାଲିବା ମଣିଷ ବିରୁଦ୍ଧରେ ଚାଲିବା ଉଚିତ ନୁହେଁ, ବା ମଣିଷ ଆଚରଣ ଭାବରେ ଚାଲିବା ଉଚିତ ନୁହେଁ, ବା ମଣିଷର କଥା ଉପରେ ଚାଲିବା ଉଚିତ ନୁହେଁ। ଯେହେତୁ ଆମେ ଏକ ଜୀବନ ଯାତ୍ରା କରୁଅଛୁ, ଆମେ ସେଇ ଜୀବନ ଯାତ୍ରାରେ ଚାଲିବା ବେଲେ ଖ୍ରୀଷ୍ଟ ଆମ ସହ କଥା ହେଉଥିବା ସ୍ୱର ଶୁଣିବା, ଏହା ଆମର ଏକ ସୌଭାଗ୍ୟ ହେବ। ଖ୍ରୀଷ୍ଟ ଆମ ସହିତ ଚାଲିବା ସମୟରେ ତାଙ୍କ ସ୍ୱର ଶୁଣିବା ଆମର ଏକ ସୌଭାଗ୍ୟ ହେବ ବୋଲି ଆମେ ବୁଝିବାକୁ ହେବ। ଏବଂ ତାଙ୍କ କଥା ସବୁବେଳେ ଜ୍ଞାନର ଶବ୍ଦ ଅଟେ ବନ୍ଧୁ। ସେଇ ବାକ୍ୟ ହଉଛି ପବିତ୍ର ଶାସ୍ତ୍ର, ଆଉ ସେଇ ବାକ୍ୟ ହଉଛି ସେହି ପବିତ୍ର ଶାସ୍ତ୍ର ଯେଉଁଠାରେ ଆମେ ଜ୍ଞାନର ବାକ୍ୟ ପାଇପାରିବା। ଖ୍ରୀଷ୍ଟଙ୍କ ଉପରେ ଆମର ଏକମାତ୍ର ନିରାପତ୍ତା ହେଉଛି ତାଙ୍କର ଅନୁସରଣ କରିବା, ତାଙ୍କ ପଛେ ପଛେ ଚାଲିବା, ତାଙ୍କ ବାକ୍ୟ ପଢିବା, ତାଙ୍କ ଆଜ୍ଞା ଅନୁସାରେ ଚାଲିବା, ଆଉ ତାଙ୍କ ଆଜ୍ଞା ରଖି ତାଙ୍କ ଆଜ୍ଞା ପାଳନ କରିବା, ଆଉ ତାଙ୍କ ଆଜ୍ଞା ତାଙ୍କ ସତ୍ୟକୁ ଆମେ ଆମ ଜୀବନରେ ଅଭ୍ୟାସ କରିବା। ଆମେ ସର୍ବଦା ଶୈତାନର କାର୍ଯ୍ୟକଳାପକୁ ପଛରେ ଚିହ୍ନଟ କରିପାରିବା ନାହିଁ, ମାତ୍ର ଈଶ୍ୱରଙ୍କ ବାକ୍ୟକୁ ଆମେ ମନେ ରଖି ଚାଲିପାରିବା। ଆମେ ଜାଣି ଶୁଣି ଜାଣିନାହୁଁ ସେ କେଉଁଠି ଜାଲ ବିଛାଇଛନ୍ତି, ଆମେ କେବେ ହେଲେ ଜାଣିନି କି ଶୈତାନ ଆମମାନଙ୍କ ପାଇଁ କେଉଁଠାରେ ଆପଣା ଜାଳ ବିଛାଇଛନ୍ତି, ଆମେ କେବେ ହେଲେ ଜାଣିପାରିବୁ ନାହିଁ। କିନ୍ତୁ ଯୀଶୁ ଶତ୍ରୁର କ୍ଷୁଣ୍ଣ କଳାକୁ ବୁଝନ୍ତି ଏବଂ ସେ ଆମର ପାଦକୁ ସୁରକ୍ଷିତ ମାର୍ଗରେ ରଖିପାରିବେ। ଏହା ମନେ ରଖନ୍ତୁ, ଯୀଶୁ ଶୈତାନର ସବୁ କିଛି ଜାଣିଛନ୍ତି, ଆଉ ଯେପରିକି ଶୈତାନର ଫାନ୍ଦରେ ଆମେ ନ ପଡ଼ିବା, ଆଉ ଯୀଶୁ ସଦାବେଳେ ଆମ ପାଇଁ ଆମକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତରେ ଅଛନ୍ତି। କାରଣ ସେହି ଯୀଶୁ ଖ୍ରୀଷ୍ଟଙ୍କର ସାହାଯ୍ୟ ଗ୍ରହଣ କରିବା ପାଇଁ ଆପଣ ଇଚ୍ଛୁକ କି? ଯେହେତୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ମୁଁ ସେହି ପଥ ସତ୍ୟ ଓ ଜୀବନ। ସେହି ପଥ ସତ୍ୟ ଜୀବନ ଯିଏକି ଆମମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରନ୍ତି, ଆଉ ସେହି ଜୀବନ କେବେ ହେଲେ ନଷ୍ଟ ହେବ ନାହିଁ। ବନ୍ଧୁ, ତାହେଲେ ଚାଲନ୍ତୁ ସେହି ଯୀଶୁ ଖ୍ରୀଷ୍ଟ ଯିଏକି ଆମମାନଙ୍କ ପାଇଁ ନିଜ ଜୀବନ ଦାନ ଦେଲେ, ସେହି ଯୀଶୁ ବର୍ତ୍ତମାନ ଆମମାନଙ୍କୁ ଆହ୍ୱାନ କରୁଛନ୍ତି। ସେହି ଆହ୍ୱାନକୁ ଗ୍ରହଣ କରି ଚାଲନ୍ତୁ ତାଙ୍କ ବାକ୍ୟକୁ ମନରେ ରଖିବା। ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯାମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ଜୀବନଦାୟକ ବାକ୍ୟ ସେହି ସାବାସକୁ ପାଠରୁ ଧ୍ୟାନ କଲୁ, ପଢ଼ିଲୁ, ଯେପରି ଏହି ବାକ୍ୟ ଆମ ଅନ୍ତରରେ ଲୁଚେଇ ରଖିପାରିବୁ, ସେହି ବାକ୍ୟ ଅନୁସାରେ ଆମେ ଆଗକୁ ଆମ ଜୀବନକୁ ଗତି କରାଇ ପାରିବୁ, ସେଥିପାଇଁ ଏମାନଙ୍କୁ ସାହାଯ୍ୟ କର। ଶତ୍ରୁ ଶୈତାନ ହାତରୁ ଆମମାନଙ୍କୁ ଦୂରେଇ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଏମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।